हेलो पिलामाने पूर्व क्लास रे आमे शतकड़ा उपरे किसी धारणा पाइ शतकड़ा किभଳି बाहर କରିପାରିବା ଆଉ ଶତକଡାକୁ ବିଭିନ୍ନ ରୂପରେ କିପରି ପ୍ରକାଶ କରିପାରିବା ଆଉ ବିଭିନ୍ନ ରୂପ ଅର୍ଥାତ୍ ଦଶମିକ ଭଗ୍ନାଂଶ ଅନୁପାତ ଦେଇଥିଲେ ଶତକଡା କିଭଳି ପ୍ରକାଶ କରିପାରିବା ତାହା ଆମେ ଦେଖିଥିଲେ। ଆଜି ଆମେ ଦେଖିବା ହାରାହାରି। ହାରାହାରିକୁ ଆମେ ସେ ଏଭରେଜ ବୋଲି କହିଥାଉ। ହାରାହାରି କଣ ଆସ ଗୋଟେ ଉଦାହରଣ ନେଇ ଆମେ ଦେଖିବା। ମନେକର ଆମକୁ କିଛି ସେକେଣ୍ଡ ବା କିଛି ନିର୍ଦ୍ଦିଷ୍ଟ ରାସ୍ତା ଆମକୁ ଅତିକ୍ରମ କରିବାର ଅଛି। ଆମ ପାଖରେ ଗୋଟିଏ ବାଇକ୍ ଅଛି। ତାହେଲେ ଆମେ କଣ କରିବା? ଯଦି ଆମକୁ ସେ ରାସ୍ତାଟି ଅତିକ୍ରମ କରିବାକୁ 4 ଘଣ୍ଟା ଦରକାର ହଉଛି, କେତେ ସମୟ ଦରକାର ହଉଛି? ମନେକର 4 ଘଣ୍ଟା ଆମକୁ ଦରକାର ହଉଛି ରାସ୍ତାଟି ଅତିକ୍ରମ କରିବାକୁ। ମନେକର ଆମ ପାଖରେ ଅଛି ରାସ୍ତାଟି 100 କିଲୋମିଟର ରାସ୍ତା ଆଉ ଆମେ ଯାଉଛୁ କେତେ 4 ଘଣ୍ଟାରେ। ତ ପ୍ରଥମ ଘଣ୍ଟାରେ ମନେକର ଆମେ ପ୍ରଥମ ଘଣ୍ଟାରେ ଗଲେ ପ୍ରଥମ ଘଣ୍ଟାରେ ମନେକର ଆମର ଗାଡିର ବେଗ ଥିଲା, ଗାଡିର ବେଗ କେତେ ଥିଲା? ମନେକର ଆମର ଥିଲା 30 କିଲୋମିଟର ପର ଆୱାର ଥିଲା ଗାଡିର ବେଗ ପ୍ରଥମ ଘଣ୍ଟା। ଆଉ ଦ୍ୱିତୀୟ ଘଣ୍ଟାରେ ଆମର କଣ ଥିଲା ନା ଦ୍ୱିତୀୟ ଘଣ୍ଟାରେ ଆମର ଗାଡିର ବେଗ ଥିଲା ମନେକର 30 କିଲୋମିଟର ପର ଆୱାର। ଆଉ ତୃତୀୟ ଘଣ୍ଟାରେ ଆମର ମନେକର ବେଗ ହେଲା ଗାଡିର 20 କିଲୋମିଟର ପର ଆୱାର। ଆଉ ଚତୁର୍ଥ ଘଣ୍ଟାରେ ଆମର ଗାଡିର ବେଗ ମନେକର ରହିଲା ଆମର 20 କିଲୋମିଟର ପର ଆୱାର। ତା ଅର୍ଥ ବିଭିନ୍ନ ସମୟରେ ପ୍ରଥମ ଘଣ୍ଟାରେ ଆମେ 30ରେ ଯାଉଥିଲେ, ଦ୍ୱିତୀୟ ଘଣ୍ଟାରେ ଆମେ 20ରେ ଗଲେ, ତୃତୀୟ ଘଣ୍ଟାରେ ଗଲେ 20ରେ, ଆଉ ଚତୁର୍ଥ ଘଣ୍ଟାରେ ଆମେ ଗଲେ 20ରେ। ତ 30, 30, 20, 20। ତା ଅର୍ଥ ସେ 100 କିଲୋମିଟର ଦୂରତା ଅତିକ୍ରମ କରିବା ପାଇଁ ଆମକୁ 4 ଘଣ୍ଟା ଲାଗିଲା। ଆଉ 4 ଘଣ୍ଟାକୁ ଆମେ ପ୍ରତି ଘଣ୍ଟାରେ ଆମର ଏତିକି ସ୍ପିଡ ଥିଲା। ତ ଯଦି ଆପଣଙ୍କୁ କେହି ପଚାରେ ଘଣ୍ଟା ପ୍ରତି ହାରାହାରି କେତେ ବେଗରେ ଯାଇଥିଲେ ବା ପ୍ରତ୍ୟେକ ଘଣ୍ଟାରେ କେତେ ବେଗରେ ଯାଇଥିଲେ, ମାନେ ସେଇ ସମାନ ବେଗରେ ଆମେ ସେଇ ରାସ୍ତାକୁ ଅତିକ୍ରମ କରିପାରିଥାନ୍ତେ। ତା ଅର୍ଥ ଆମ ପାଖରେ ଥିଲା ଆମେ ଯାଉଥିଲେ 30 ପ୍ରଥମ ଘଣ୍ଟାରେ, ଦ୍ୱିତୀୟ ଘଣ୍ଟାରେ ଯାଉଥିଲେ 30, ଆଉ ତୃତୀୟ ଘଣ୍ଟାରେ ଗଲେ 20, ଚତୁର୍ଥ ଘଣ୍ଟାରେ ଗଲେ 20। ତା ଅର୍ଥ 4 ଘଣ୍ଟାରେ ଆମେ ବିଭିନ୍ନ ସ୍ପିଡରେ ବା ବେଗରେ ଯାଇଥିଲେ। ତ ଘଣ୍ଟା ପ୍ରତି ଆମେ ହାରାହାରି କିପରି ପାଇବା ନା ଆମ ମୋଟ ବାହାର କରିବା ଭାଇ କେତେ ଆମେ କେତେ ଘଣ୍ଟାରେ ଯାଇଥିଲେ, 4 ଘଣ୍ଟାରେ ଯାଇଥିଲେ। ତ ଆମକୁ ଆସିଲା 30, 30, 100, 100, 100/4 ତ ଆସିଲା ଆମର 25। ଯଦି ଆମେ ଘଣ୍ଟା ପ୍ରତି ଆମେ ଯଦି 25 କିଲୋମିଟର ପର ଆୱାର ବେଗରେ ଯାଇଥାନ୍ତେ, ମାନେ ପ୍ରତି ଘଣ୍ଟାରେ, ଏମିତି ନାହିଁ